ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ସୁନାପୁର ସ୍ଥିତ ବାହୁଦା ନଦୀ ମୁହାଣର ନିର୍ମାଣ ହେବ ରାଜ୍ୟର ସବୁଠାରୁ ବଡ଼ ବନ୍ଦର। ବନ୍ଦରରେ ବର୍ଷକୁ 150 ମିଲିୟନ ମେଟ୍ରିକ ଟନ୍ କାର୍ଗୋ ପରିବହନ କରିବାର କ୍ଷମତା ରହିବ। ଗତକାଲି ଗଞ୍ଜାମ ଜିଲ୍ଲାର ସୁନାପୁର ସ୍ଥିତ ବାହୁଦା ନଦୀ ମୁହାଣରେ ରାଜ୍ୟର ସବୁଠାରୁ ବଡ଼ ପ୍ରସ୍ତାବିତ ବନ୍ଦରସ୍ଥଳୀକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦାନ ସାମନ୍ତରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ NBS ରାଜପୁତ, ବନ୍ଦର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ଓ ଜିଲ୍ଲାପାଳ ଭି କୀର୍ତ୍ତିବାସନ ପ୍ରମୁଖ ପରିଦର୍ଶନରେ ଯାଇ ସେହି ସ୍ଥାନର ସାମ୍ପ୍ରତିକ ସ୍ଥିତି, ପାରିପାର୍ଶ୍ୱିକ ପରିସ୍ଥିତି ଓ ନକ୍ସାର ସମୀକ୍ଷା କରିଥିଲେ। ଏହି ବିଶ୍ୱସ୍ତରୀୟ ବନ୍ଦର ନିର୍ମାଣ ପାଇଁ ପାଖାପାଖି 21,500 କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ବନ୍ଦର ନିର୍ମାଣ ପାଇଁ ପାରାଦୀପ ପୋର୍ଟ ଲିମିଟେଡ୍, ସାଗରମାଳା ଫାଇନାନ୍ସ ଲିମିଟେଡ୍ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଛି। ଏ ସମ୍ପର୍କରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ବାହୁଦା ମୁହାଣ ବନ୍ଦର ଏକ ବୃହତ ବନ୍ଦର ହେବ। ପୋର୍ଟ ବେସ୍ଡ ଇଣ୍ଡଷ୍ଟ୍ରି ବଢାଇବା ଦେବା ମାନ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗତ 19 ସେପ୍ଟେମ୍ବରରେ ଚୁକ୍ତିନାମା ବି ହେଇସାରିଛି। ପାରାଦୀପ ପୋର୍ଟ ଲିମିଟେଡ୍, ସାଗରମାଳା ଫାଇନାନ୍ସ କର୍ପୋରେସନ ଲିମିଟେଡ୍ ଏବଂ ଓଡ଼ିଶା ସରକାରଙ୍କ ତ୍ରିପାକ୍ଷିକ ଚୁକ୍ତିନାମା ହେଇସାରିଛି। 21,500 କୋଟି ଟଙ୍କାର ବ୍ୟୟରେ ହେବାକୁ ଥିବା ବନ୍ଦର ଗୋପାଳପୁର ପୋର୍ଟ, ଧାମରା ପୋର୍ଟ, ପାରାଦୀପ ପୋର୍ଟ ମଧ୍ୟ ଅଧିକ କାର୍ଗୋ ପରିବହନ କରିବାର ମଧ୍ୟ କ୍ଷମତା ରଖିବ। କ୍ଷେତ୍ର ପରିଦର୍ଶନ କରିବା ପରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ NBS ରାଜପୁତ କହିଛନ୍ତି, ବାହୁଡା ମୁହାଣ କେମିତି ଅତି ଶୀଘ୍ର ମେଜର ପୋର୍ଟ ଡେଭଲପ ହଉ ଏଟା ବୁଲିକରି ଦେଖିଲୁ କେତେଟା ଜାଗା ଅଛି, କେମିତି ଏଟାକୁ ଅତି ଶୀଘ୍ର ଡେଭଲପ କରି ହବ, କେମିତି ଲୋକମାନେ ଏପଟେ ତାର ଲାଭ ପାଇବେ ସେଇ ବାବଦରେ ଆମେ ସବୁ ଦେଖିଲୁ, ଲୋକମାନଙ୍କ ସହିତ କଥା ହେଲୁ। ମୁଁ ଆଶା କରୁଛି ଅତି ଶୀଘ୍ର ଆମେ ଏଟାକୁ କାର୍ଯ୍ୟକାରୀ କରିବୁ। ବର୍ତ୍ତମାନ ଚେଷ୍ଟାରେ ଏଟାକୁ ଜଲ୍ଦି ଡେଭଲପ ହେଇପାରିବ। ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିବାସନ କହିଛନ୍ତି, 5,000 ଏକରର ସେ ସଲ୍ଟ ବୋର୍ଡ ଜମି ଗୁଡାକ ବର୍ତ୍ତମାନ ସ୍ଥାନାନ୍ତର ହଉଛି ପାରାଦୀପ ପୋର୍ଟ ଅଥରିଟି ଏବଂ ରାଜ୍ୟ ସରକାର ଏବଂ ସାଗରମାଳା ଫାଇନାନ୍ସ କର୍ପୋରେସନ ମିଶିକି ଗୋଟେ ସ୍ପେଶାଲ ପର୍ପସ ଭେହିକଲ ଏ ପାର୍ଟିକୁଲାର ପ୍ରୋଜେକ୍ଟ ପାଇଁ ତିଆରି ହଉଛି। ତା ଭିତରେ 2,000 ଏକର ପାଖାପାଖି ସୁନାପୁର ଚିଲିକା କହୁଛନ୍ତି ସେ ୱାଟର ବଡି 2,000 ରୁ 2,500 ଏକର ପାଖାପାଖି ରହୁଛି। ବାକି ଯୋଉ ଜମି ରହିବ 2,000 ଏକର ସେଇଠି ପୋର୍ଟ ବେସ୍ଡ ଇଣ୍ଡଷ୍ଟ୍ରିଜ ଡେଭଲପ କରିବା ପାଇଁ ପ୍ରସ୍ତାବ ରଖାଯାଉଛି। ମୁହାଣ ଗୋଟେ ନ୍ୟାଚୁରାଲ ଚ୍ୟାନେଲ ହିସାବରେ ଯେତିକି ବି କାର୍ଗୋ ସିପ୍ ଆସିବ ସେମାନେ ଭିତରେ ଆସିବା ପାଇଁ ସମୁଦ୍ର ଭିତରେ ଯାଇକି କୌଣସି ଷ୍ଟ୍ରକ୍ଚର କରିବାକୁ ପଡିବ ନାହିଁ। ସବୁ ନ୍ୟାଚୁରାଲ ଆଡଭାଣ୍ଟେଜ ଏଠି ରହୁଛି। ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅବସରରେ ନିର୍ଭୟା କଢ଼ି ମୋ ଗେହ୍ଲା ଝିଅ ଶିଶୁ ଶ୍ରମିକ ନିରାକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି, ଜିଲ୍ଲା ଶିଶୁ ସୁରକ୍ଷା କମିଟି ତଥା ମିଶନ ବାତ୍ସଲ୍ୟର ତ୍ରୈମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଲ୍ୟ ବିବାହ ଓ କିଶୋରୀ ସଶକ୍ତିକରଣ ପାଇଁ କାର୍ଯ୍ୟକାରୀ ହେଉଥିବା ନିର୍ଭୟା କଢ଼ି ଅଭିଯାନକୁ ସୁଚାରୁ ରୂପେ ସମ୍ପାଦିତ କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନୁରୂପ ଭାବରେ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ଏବଂ ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ଆଇନ କାନୁନର ଦୃଢ଼ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଜିଲ୍ଲାର ନାକୁଇମ ସୁପାରିଶ ଓ ଭୂତଳ ଜଳ ପରିଚାଳନା ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା କେନ୍ଦ୍ରୀୟ ଭୂତଳ ଜଳ ପରିଷଦ ଦକ୍ଷିଣ ପୂର୍ବ କ୍ଷେତ୍ର ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ନାକୁଇମ ଭୂତଳ ଜଳ ସମ୍ପଦର ସଠିକ୍ ମାପ, ବୈଜ୍ଞାନିକ ପଦ୍ଧତିରେ ପରିଚାଳନା ଓ ସଠିକ୍ ବ୍ୟବହାର ସୁନିଶ୍ଚିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ। କେନ୍ଦ୍ରୀୟ ଭୂତଳ ଜଳ ପରିଷଦର ବରିଷ୍ଠ ବୈଜ୍ଞାନିକ ଡକ୍ଟର ବିନୟ କୁମାର ବେହେରା ଓ ଡକ୍ଟର ରାଜକିଶୋର ମହାନ୍ତି ଭୂତଳ ଜଳର ସଂରକ୍ଷଣ ଓ ବ୍ୟବହାର ଉପରେ ନାକୁଇମ ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକା ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଭାରତୀୟ ସେନାରେ ଯୋଗଦେବାକୁ ଇଚ୍ଛୁକ ଥିବା ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଯୁବକମାନଙ୍କ ପାଇଁ ଗୋପାଳପୁର ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତି ବର୍ଷ 2026-27 ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ନିମନ୍ତେ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ମାସ 1 ତାରିଖ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ପ୍ରାର୍ଥୀମାନେ ୱେବସାଇଟ୍ joinindianarmy.nic.in ମାଧ୍ୟମରେ ଆବେଦନ କରିପାରିବେ। ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଏବଂ ରାୟଗଡ଼ା ଜିଲ୍ଲାର ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟରେ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।